ଆମେ ଅନେକ କଥା ମନେ ରଖୁଛେ ଏବଂ କୌଣସି କଥା ଇମ୍ପୋର୍ଟାଣ୍ଟ କଥା ଭୁଲିଗଲେ ବ୍ୟସ୍ତ ହୋଇ ପଡ଼ୁଛେ ପୁଣି ତାକୁ ମନେ ରଖିବା ପାଇଁ ଚେଷ୍ଟା କରୁଛେ। ସମସ୍ତେ ଭଲ ଭଲ କଥା ବା ଅସଲ କଥା, ଯେଉଁ କଥାର ଆବଶ୍ୟକତା ଅଛି ସେଇ କଥାକୁ ମନେ ରଖିବା ପାଇଁ ସମସ୍ତେ ଯତ୍ନଶୀଳ ହୁଅନ୍ତି, କିନ୍ତୁ ଅସଲ କଥାଟିଏ ହେଉଛି, ମୂଳ କଥାଟିଏ ହେଉଛି କ'ଣ ନା ମୁଁ କ'ଣ କହିକି ପରମପିତା ପରମ ବ୍ରହ୍ମକୁ ବା ଭଗବାନଙ୍କୁ ସଂସାରକୁ ଆସିଥିଲି। ସେ କଥାଟା ସେ କ'ଣ କରୁଛି ନା ମନେ ରଖିନାହିଁ, କି ସେଇ ଶିକ୍ଷାଟା ଆମ ସମାଜରେ କୌଣସି ସ୍କୁଲ କଲେଜ କି ୟୁନିଭର୍ସିଟି ଯେଉଁଠି ପାଠ ପଢ଼ା ହେଉଛି ସେ ଶିକ୍ଷାଟା କୌଣସି ଜାଗାରେ ଦିଆଯାଉନାହିଁ, ଯାହାଫଳରେ ଆମେ ମୂଳ କଥାଟାକୁ ସମସ୍ତେ ଭୁଲି ଯାଇଛେ। ତେଣୁ ସେଥିଲାଗି ଆମେ ସତ୍ସଙ୍ଗର ଆୟୋଜନ କରୁଛେ, ସେଥିଲାଗି ଆମେ ଦୀକ୍ଷା ଗ୍ରହଣ କରିଛେ, ସେଥିଲାଗି ଆମେ ସାଧୁସନ୍ଥଙ୍କର ଦ୍ୱାରସ୍ଥ ହେଉଛେ। କ'ଣ ପାଇଁ ନା ଆମକୁ ତତ୍ତ୍ୱଗୁରୁ ବା ସଦ୍ଗୁରୁ ଆମକୁ ସ୍ମରଣ କରେଇଦେବେ, ଆମର ଚେତନାକୁ ଜାଗ୍ରତ କରେଇଦେବେ। ତୁମେ ଯେତେବେଳେ ମା ଗର୍ଭରୁ ଆସିଲ ତୁମେ କ'ଣ କହିକି ଭଗବାନଙ୍କୁ ଆସିଥିଲ ବା ପରମ ପିତାଙ୍କୁ କହିକି ଆସିଥିଲ। ଏଇଟା ହେଉଛି ଅସଲ କଥା, ରିଅଲ କଥା। ଏବଂ ସେଇ କଥା ଯେତେବେଳେ ତତ୍ତ୍ୱଗୁରୁ ବା ସତ୍ସଙ୍ଗରୁ ଆମକୁ ଶିଖିବାକୁ ମିଳେ ବା ତତ୍ତ୍ୱଗୁରୁ ଆମକୁ ସେଇ ଉପଦେଶ ଦିଅନ୍ତି, ଆମର ଚେତନା ଫେରିଆସେ। କେତେକ ସାଧକ ଆଉ ସାଧିକା କ'ଣ କରନ୍ତି, ଏ ବିଷୟ ଶୁଣନ୍ତି ଆଉ କେତେକ ଶୁଣିକି ତାକୁ ଚିନ୍ତନ କରନ୍ତି, କେତେକ ଶୁଣିକି ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରନ୍ତି। କ'ଣ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରନ୍ତି ନା ଯାହା ସତ୍ସଙ୍ଗରୁ ଶିଖିଲେ, ଯାହା ତତ୍ତ୍ୱଗୁରୁ ଆମକୁ କହିଲେ ସେଇ କଥାକୁ ଅଭ୍ୟାସରେ ପରିଣତ କରିବା ପାଇଁ ସାଧନା କରନ୍ତି। ଅନେକ ଶୁଣିକି ଦୀକ୍ଷା ଗ୍ରହଣ ପରେ ମଧ୍ୟ ଭୁଲି ଯାଆନ୍ତି। ଅନେକ ଦୀକ୍ଷା ଗ୍ରହଣ କରି ସେ ବିଷୟରେ ସଚେତନ ଥିଲେ ମଧ୍ୟ ଯେଉଁ କଥା କହିକି ଆସିଥିଲେ ସେ କାମ ଆଉ କରନ୍ତି ନାହିଁ। ଖୁବ୍ କମ୍ ବ୍ୟକ୍ତି କ'ଣ କରନ୍ତି ନା ଯାହା ମା ଗର୍ଭରୁ ଆସିଲା ବେଳେ ଯାହା କହିକି ଆସିଥିଲେ, କାହାକୁ କହିକି ଆସିଥିଲେ ମନରେ ପ୍ରଶ୍ନ ଉଠେ। ସେଇ ଭଗବାନଙ୍କୁ, ସେଇ ପରମପିତା ପରମ ବ୍ରହ୍ମକୁ କହିକି ଆସିଥିଲେ। କ'ଣ କହିଥିଲେ ନା ଯଦି ମର୍ତ୍ତ୍ୟମଣ୍ଡଳେ ହୋଇବି ଜନମ ତୋ ନାମ ଗାଉଥିବି ସୁମରି। ହେ ପ୍ରଭୁ, ଯଦି ମୋତେ ଏଇ ନର୍କରୁ ମୋତେ ଜନ୍ମଗ୍ରହଣ କରିଦିଅନ୍ତି
ତାହେଲେ ମୁଁ ତୁମକୁ କେବଳ ଭଜନ କରିବି, ତୁମକୁ ଧ୍ୟାନ କରିବି, ତୁମ ନାମକୁ ଜପ କରିବି, ତୁମରି ପୂଜା ପାଠ କରିବି, ତୁମରି ପିତା ଅର୍ଥେ ମୁଁ କର୍ମ କରିବି। ଭଗବାନଙ୍କର ସଂସାରଟା ପୁରା ମାୟାରେ ପରିପୂର୍ଣ୍ଣ। ମାୟା ଯନ୍ତ୍ରିତ ସର୍ବଜନ, ବ୍ରହ୍ମାଦି 14 ଭୁବନ। ସମସ୍ତ ଦୁନିଆଟା 14 ଭୁବନ ପର୍ଯ୍ୟନ୍ତ ଭଗବାନଙ୍କର ମାୟା ବିସ୍ତାର କରିଛି। ସେଇ ମାୟା ଭିତରକୁ, ବଳୟ ଭିତରକୁ ଯିଏ ଚାଲି ଆସେ, ସେ ସବୁକିଛି ବିସ୍ମରଣ ହେଇଯାଏ। ତାର ପୂର୍ବର କଥା, କହିଥିବା କଥା, ପରମ ପିତା ପରମ ବ୍ରହ୍ମକୁ ଯାହା କଣ୍ଡିସନ କରିକି ଆସିଥିଲା, ସେ କଥାକୁ ସେ ଭୁଲିଯାଏ। ମାୟାର ପ୍ରଭାବ ଏତେ ଦୂର ଯେ ସଚେତନ କରେଇଦେଲେ ମଧ୍ୟ, ଗୁରୁ ସଚେତନ କରେଇଦେଲେ ମଧ୍ୟ ସାଧକ ବା ସାଧିକା ବା ଏ ଜୀବ ପୁଣି ଭୁଲିଯାଏ। ଯେତେ ସଚେତନ କରେଇ ଦିଆଯାଏ ସେ ସେତେ ମଧ୍ୟ ଭୁଲି ଯାଉଥାଏ। ଭାଗବତରେ ଲେଖା ଅଛି, ପୁଣି ବୁଡ଼ଇ ପୁଣି ଉଠଇ, ନିଗମ ପଥ ନିତ୍ୟ ହୁଡ଼ଇ। ପୁଣି ବୁଡ଼ୁଛି, ପୁଣି ଉଠୁଛି। କେଉଁଠି ବୁଡ଼ୁଛି? ଏଇ ସଂସାର ସାଗରରେ ସେ ବୁଡ଼ୁଛି ଆଉ ଉଠୁଛି। ନିଗମ ପଥ, ଭଗବତ ପଥକୁ, ଆଧ୍ୟାତ୍ମିକ ପଥକୁ ନିଗମ ପଥ କୁହାଯାଏ। ଗୋଟେ ଆଗମ, ଗୋଟିଏ ନିଗମ। ନିଗମ ପଥ ନିତ୍ୟ ହୁଡ଼ଇ। ସବୁବେଳେ ସେ ନିଗମ ପଥକୁ କ'ଣ ହେଉଛି ନା ହୁଡ଼ି ଯାଉଛି। ସେଥିଲାଗି ଆମେ ସତ୍ସଙ୍ଗର ଆୟୋଜନ କରିଛେ, ପ୍ରବଚନର ଆୟୋଜନ କରିନେ। ବାବା ବହୁତ ଥର ଉପସ୍ଥାପନା କରିଛନ୍ତି, ପ୍ରବଚନ ଅଲଗା, ସତ୍ସଙ୍ଗ ଅଲଗା। ସତ ସହିତ ଆମେ କିଭଳି ଭାବରେ ଯୁକ୍ତ ହେଇପାରିବା, ସଙ୍ଗ ହେଇପାରିବା, ସେ କଥା ଯେଉଁଠି ଆମକୁ ଶିକ୍ଷା ଲାଭ କରିବାକୁ ମିଳେ ସେଇଠି ହେଉଛି ସତ୍ସଙ୍ଗ। ଯେଉଁଠି ଭଗବାନଙ୍କ ବିଷୟରେ ଆଲୋଚନା କରାଯାଏ, ଭଗବାନଙ୍କର ଗୁଣ କୀର୍ତ୍ତନ ହୁଏ, ନାମ କୀର୍ତ୍ତନ ହୁଏ, ଲୀଳା କୀର୍ତ୍ତନ ହୁଏ, କିନ୍ତୁ ଭଗବାନଙ୍କୁ କିଭଳି ଆମେ ଦର୍ଶନ କରିବା, କିଭଳି ଉପଲବ୍ଧି କରିବା, ଆଉ ଆମ ଜୀବନରେ କେମିତି ଭଗବାନଙ୍କୁ ଅନୁଭବ କରିବା, ଆଉ ଜୀବନଟାକୁ ରୂପାନ୍ତରିତ କରି ଆମେ ଦିବ୍ୟରେ ପରିଣତ କରିଦେବା, ସେ କଥା ଶୁଣିବାକୁ ମିଳେ ନାହିଁ। ଯାହା ହଉ, ଭଗବାନ ଅନନ୍ତ, ତାଙ୍କ କଥା ଅନନ୍ତ। ତେଣୁ ଭଗବାନଙ୍କର ଗୁଣ କୀର୍ତ୍ତନ କଲେ, ଭଗବାନଙ୍କର ଲୀଳା କୀର୍ତ୍ତନ କଲେ, ଭଗବାନଙ୍କର ନାମ କୀର୍ତ୍ତନ କଲେ, ନାମ ଯଜ୍ଞ ହୁଏ, ଗୁଣ କୀର୍ତ୍ତନ ହୁଏ। ପ୍ରଭୁ ଏଇଆ କର୍ମ, ଯେତେବେଳେ ଅବତାର ହେଇ ଆସିଥିଲେ, ପ୍ରଭୁ ଏଇ କର୍ମ କରିଥିଲେ। ପ୍ରଭୁ କ'ଣ କ'ଣ ଲୀଳା କରିଥିଲେ? 2ଟି ଅବତାର ସର୍ବଶ୍ରେଷ୍ଠ ଅବତାର। ଗୋଟିଏ ହେଉଛି ରାମ ଅବତାର, ଗୋଟିଏ ହେଉଛନ୍ତି କୃଷ୍ଣ ଅବତାର। 10 ଅବତାର ଭିତରେ ଇମ୍ପୋର୍ଟାଣ୍ଟ 2ଟା ଅବତାର, ଗୋଟିଏ ରାମ ଅବତାର, ଗୋଟିଏ କୃଷ୍ଣ ଅବତାର। କୃଷ୍ଣ ଅବତାରରେ ପ୍ରଭୁ କ'ଣ ଲୀଳା କରିଥିଲେ? ବାଲ୍ୟକାଳରୁ ଶେଷ ପର୍ଯ୍ୟନ୍ତ। ଆଉ ରାମ ଅବତାରରେ ଭଗବାନ କ'ଣ ଲୀଳା କରିଥିଲେ, ସେଇ କଥା ଆପଣମାନେ ଶୁଣନ୍ତି। ଶୁଣିଲେ ପ୍ରଭୁଙ୍କ ଲୀଳା କଥା, ଆଉ ପ୍ରଭୁଙ୍କର ଗୁଣ କଥା, ପ୍ରଭୁଙ୍କର ନାମ କୀର୍ତ୍ତନ କଥା ଶୁଣିଲେ ମଣିଷ ଟିକେ ମାନେ ଆନନ୍ଦ ପାଏ। ଆନନ୍ଦ ତ କହିଲେ ହେବ ନାହିଁ, ଟିକେ ଶାନ୍ତି ପାଏ। ଆନନ୍ଦ କହିଲେ ଚଳିବ, କ୍ଷଣିକ ଆନନ୍ଦ, କ୍ଷଣିକ ଶାନ୍ତି ଟିକେ ପାଏ। ସମସ୍ତେ ଆପଣ ଦେଖିଥିବେ, ପ୍ରତ୍ୟେକ ଗାଁ ଗଣ୍ଡା, ପ୍ରତ୍ୟେକ ସହର ଗଳିକନ୍ଦିରେ ସବୁ ମାନେ ପ୍ରବଚନର କାର୍ଯ୍ୟକ୍ରମ କରାଯାଉଛି। କେଉଁଠି କିଏ କହୁଛନ୍ତି ସତ୍ସଙ୍ଗର କାର୍ଯ୍ୟକ୍ରମ କରାଯାଉଛି ବୋଲି କିଏ କ'ଣ କହୁଛନ୍ତି?
ସମସ୍ତେ କହୁଛନ୍ତି ପ୍ରବଚନର କାର୍ଯ୍ୟକ୍ରମ କରାଯାଉଛି। କ'ଣ ନା ପ୍ରଭୁ ବଚନ ଇତି ପ୍ରବଚନ, ପ୍ରଭୁଙ୍କ କଥା କହୁଛନ୍ତି। ପ୍ରଭୁଙ୍କୁ ବା ଭଗବାନଙ୍କୁ ଆମ ଜୀବନରେ ଆମେ କେମିତି ଦର୍ଶନ କରିବା, କେମିତି ଉପଲବ୍ଧି କରିବା, ପ୍ରତ୍ୟେକ ଶ୍ୱାସରେ, ପ୍ରତ୍ୟେକ ଚିନ୍ତାରେ, ପ୍ରତ୍ୟେକ ଭାବନାରେ, ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ଆଚରଣରେ ଆମେ କେମିତି ଉପଲବ୍ଧି ଆଉ ଅନୁଭବ କରିପାରିବା, ଦର୍ଶନ ଉପଲବ୍ଧି କରିପାରିବା, ସେ କଥା ପ୍ରବଚନରେ ମିଳେ ନାହିଁ। ଉଠିଗଲା ପରେ ଦେଖିବେ ଆପଣଙ୍କର ସ୍ୱଭାବ ଯାହା ସେଇଆ। ଯେତେ ଶୁଣନ୍ତୁ ସ୍ୱଭାବ ଯାହା ସେଇଆ। ମନରେ ସେଇ ତାମସିକ ଭାବ, ସେଇ ରାଜସିକ ଭାବ, ସେଇ ସାତ୍ତ୍ୱିକ ଭାବ ତ ଖୁବ୍ କମ୍ ଲୋକଙ୍କ ଭିତରେ। ସମସ୍ତେ ରାଜସିକ ତାମସିକ ଭାବରେ ପରିପୂର୍ଣ୍ଣ। ସାତ୍ତ୍ୱିକ ଭାବର ଝଲକ ବା ଟିକିଏ ଆଭା ଖୁବ୍ କମ୍ ଲୋକଙ୍କ ଭିତରେ ଆସିଥାଏ।